କେବେ କେବେ ବାଲକୋନିରୁ ତ କେବେ ପୁଣି ଝରକାର ଫାଙ୍କରୁ। ଆଜିକାଲି ସକାଳ ଓ ସନ୍ଧ୍ୟା ସବୁକିଛି ଆବଦ୍ଧ। ସେ ପୁଣି ଉଚ୍ଚ ଉଚ୍ଚ ସ୍ତମ୍ଭ ସମାନ ଚାରିକାନ୍ଥର କୋଠରୀ ମଧ୍ୟରେ। ନା ନା, ଏହା ଦୁଃଖ କିମ୍ବା ପରାଧୀନତାର ସ୍ୱର ନୁହେଁ, ମାତ୍ର ଅପେକ୍ଷାରେ ଥିବା ନୂତନତ୍ୱର ବାର୍ତ୍ତା ପାଇବାର। କଥାରେ ଅଛି, ଧୈର୍ଯ୍ୟ ଓ ସହନଶୀଳତା ସଫଳତାର ସ୍ୱାଦ ନିଶ୍ଚିନ୍ତ ଚଖାଏ। ପୂର୍ଣ୍ଣତା ପ୍ରାପ୍ତିର ସ୍ୱାଦ କେତେ ମଧୁର କେବଳ ତାହା ଜାଣିବାର ଡେରି ରହିଲା। ଆଜି ଖାଇବାରେ ପ୍ରସ୍ତୁତ କରିଥାଏ ସାଧା ସରଳ ପୋଟଳ ଆଳୁର ତରକାରୀ, ତା ସହ ଦହି ଭେଣ୍ଡି। କାରଣ ଆମିଷ ଅପେକ୍ଷା ନିରାମିଷ ଖାଦ୍ୟ ଖାଇବାରେ ଏବେ ମୋର ଟିକେ ରୁଚି ବଢ଼ିଛି। ତେଣୁ ମନକୁ ବୁଝେଇବା ମୁତାବକ ଖାଦ୍ୟର ପ୍ରସ୍ତୁତି ଆମ ରୋଷେଇ ଘରେ ହେଉଛି। ଯେତେବେଳେ ଚଳିବା ପାଇଁ ଘରେ ଦୁଇଟି ହିଁ ପ୍ରାଣୀ ଥାନ୍ତି, ସେ ସମୟରେ ପରସ୍ପରର ମନ ବୁଝି ରାନ୍ଧଣା ପରସିବା ଗୃହିଣୀର ଗୁରୁ ଦାୟିତ୍ୱ ହୁଏ। ତେଣୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ଅଣଦେଖା କରିବାଟା କେତେ ଦୂର ସଠିକ୍ କହିଲେ ଦେଖି?